ଯାତ୍ରା ସିଂହ ବାହିନୀରେ ଆପଣମାନେ 2025-26 ଯାତ୍ରା ବର୍ଷରେ ପିୟୁଷଙ୍କୁ ଦେଖିବାକୁ ପାଇବେ। ତାଙ୍କ ସହିତ 2025-26 ଯାତ୍ରା ବର୍ଷରେ ଆପଣମାନେ ଯାତ୍ରା ସିଂହ ବାହିନୀରେ କ୍ଷିତି ସିଂଙ୍କୁ ଦେଖିବାକୁ ପାଇବେ ଖଳନାୟକ ହିସାବରେ। ବବୁଲଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ଦୀପକ ବୋଷଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଜଗନଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ତାଙ୍କ ସହିତ ଚରିତ୍ର ଅଭିନେତା ଚିତ୍ତ ପାଢ଼ୀଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଧଡ଼ିଆଙ୍କୁ ମଧ୍ୟ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ସୁଧାଂଶୁଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ବିଶାଲଙ୍କୁ ମଧ୍ୟ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଗାୟକ ଡି କ୍ରିଷ୍ଣାଙ୍କୁ ଆପଣମାନେ ପୁଣି ଥରେ ଯାତ୍ରା ସିଂହ ବାହିନୀରେ 2025-26 ଯାତ୍ରା ବର୍ଷରେ ଦେଖିବାକୁ ପାଇବେ। ସେହିପରି ନାୟିକା ହିସାବରେ ଆପଣମାନେ 2025-26 ଯାତ୍ରା ବର୍ଷରେ ତମସା ମିଶ୍ରଙ୍କୁ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ପିଙ୍କିଙ୍କୁ 2025-26 ଯାତ୍ରା ବର୍ଷରେ ନାୟିକା ହିସାବରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସୁଇଟିଙ୍କୁ ପୁଣି ଯାତ୍ରା ସିଂହ ବାହିନୀରେ 2025-26 ଯାତ୍ରା ବର୍ଷରେ ଦେଖିବାକୁ ପାଇବେ। ଚରିତ୍ର ଅଭିନେତ୍ରୀ ଅନିମା ପାଢ଼ୀଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତ୍ରୀ ଶଶୀଙ୍କୁ ମଧ୍ୟ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଆଙ୍କର ରଶ୍ମିଙ୍କୁ ମଧ୍ୟ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ତାଙ୍କ ସହିତ ଗାୟିକା ଶର୍ମିଷ୍ଠାଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଇଏ ଥିଲା ଯାତ୍ରା ସିଂହ ବାହିନୀର ସମସ୍ତ କଳାକାରମାନଙ୍କର ସୂଚନା। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି, ନମସ୍କାର। ଯାତ୍ରା ସିଂହ ବାହିନୀରେ ଆପଣମାନେ 2025-26 ଯାତ୍ରା ବର୍ଷରେ ପିୟୁଷଙ୍କୁ ଦେଖିବାକୁ ପାଇବେ। ତାଙ୍କ ସହିତ 2025-26 ଯାତ୍ରା ବର୍ଷରେ ଆପଣମାନେ ଯାତ୍ରା ସିଂହ ବାହିନୀରେ କ୍ଷିତି ସିଂଙ୍କୁ ଦେଖିବାକୁ ପାଇବେ ଖଳନାୟକ ହିସାବରେ। ବବୁଲଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ଦୀପକ ବୋଷଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଜଗନଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ତାଙ୍କ ସହିତ ଚରିତ୍ର ଅଭିନେତା ଚିତ୍ତ ପାଢ଼ୀଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଧଡ଼ିଆଙ୍କୁ ମଧ୍ୟ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ସୁଧାଂଶୁଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ବିଶାଲଙ୍କୁ ମଧ୍ୟ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଗାୟକ ଡି କ୍ରିଷ୍ଣାଙ୍କୁ ଆପଣମାନେ ପୁଣି ଥରେ ଯାତ୍ରା ସିଂହ ବାହିନୀରେ 2025-26 ଯାତ୍ରା ବର୍ଷରେ ଦେଖିବାକୁ ପାଇବେ। ସେହିପରି ନାୟିକା ହିସାବରେ ଆପଣମାନେ 2025-26 ଯାତ୍ରା ବର୍ଷରେ ତମସା ମିଶ୍ରଙ୍କୁ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସେହିପରି ପିଙ୍କିଙ୍କୁ 2025-26 ଯାତ୍ରା ବର୍ଷରେ ନାୟିକା ହିସାବରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ସୁଇଟିଙ୍କୁ ପୁଣି ଯାତ୍ରା ସିଂହ ବାହିନୀରେ 2025-26 ଯାତ୍ରା ବର୍ଷରେ ଦେଖିବାକୁ ପାଇବେ। ଚରିତ୍ର ଅଭିନେତ୍ରୀ ଅନିମା ପାଢ଼ୀଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ହାସ୍ୟ ଅଭିନେତ୍ରୀ ଶଶୀଙ୍କୁ ମଧ୍ୟ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଆଙ୍କର ରଶ୍ମିଙ୍କୁ ମଧ୍ୟ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ତାଙ୍କ ସହିତ ଗାୟିକା ଶର୍ମିଷ୍ଠାଙ୍କୁ ଆପଣମାନେ 2025-26 ଯାତ୍ରା ବର୍ଷରେ ଯାତ୍ରା ସିଂହ ବାହିନୀରେ ଦେଖିବାକୁ ପାଇବେ। ଇଏ ଥିଲା ଯାତ୍ରା ସିଂହ ବାହିନୀର ସମସ୍ତ କଳାକାରମାନଙ୍କର ସୂଚନା। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି, ନମସ୍କାର।